ଆଜି ସକାଳୁ ଉଠିଲା ପରେ ବାହାରକୁ ଦେଖିଲା ବେଳେ ଦିନ 10ଟା ଭଳିଆ ଖରା ବାହାରେ ହେଉଥିଲା। ଠିକ୍ 6:30ଟାରେ ଉଠିଲି। ମୋର ସବୁ ନିତ୍ୟକର୍ମ ସରେଇକି ଯାଇଥିଲି ରୋଷେଇ ଘରକୁ। ସକାଳ ଜଳଖିଆରେ ରାତିରୁ ଭାବିଥିଲି ଚକୁଳି ବନେଇ ବୋଲି, ତ ରାତିରେ ବିରି ବାଟିକି ରଖିଦେଇଥିଲି। ବେଳେ ବେଳେ ଭାବିଲା ବେଳକୁ ଟିକେ ଆଶ୍ଚର୍ଯ୍ୟ ଲାଗେ ନା, ଏତେ ଜଲ୍ଦି ଆମେ ସବୁ ଶିଖି ଯାଉଛନ୍ତି, କେମିତି ହେଇଯାଉଛି ଆମ ଦ୍ୱାରା ଏତେ ସବୁ କାମ। ବେଳେ ବେଳେ କାମ କରିକି ବି ଥକା ଲାଗୁଛି, କିନ୍ତୁ ହେଲେ ପୁଣି ତା ପରଦିନ ସେଇ କାମରେ ନିଜକୁ ବ୍ୟସ୍ତ ରଖିକି ସମସ୍ତଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି। ତ ଆଜି ସକାଳେ ସମସ୍ତଙ୍କୁ ଚକୁଳି ବନେଇକି ଦେଇ ସାରିଲା ପରେ ମୁଁ ବି ବ୍ରେକଫାଷ୍ଟ କରିଦେଇଥିଲି। ତାପରେ ଆଜି ସମସ୍ତଙ୍କର ଘରେ ଟିକେ କ୍ଷୀରି ଖାଇବା ପାଇଁ ମନ ହେଇଥିଲା। ସମସ୍ତଙ୍କ ମନକୁ ରଖିବା ପାଇଁ ମୁଁ ଫଟାଫଟ ରୋଷେଇ ଘରକୁ ଯାଇକି ପୁଣି ସମସ୍ତଙ୍କ ପାଇଁ କ୍ଷୀରି ବନେଇ ଦେଇଥିଲି। ତାପରେ ଯେହେତୁ ଘରର ଗୃହିଣୀ, ପୁଣି ରୋଷେଇ କାମରେ ମୁଁ ଲାଗି ଯାଇଥିଲି। ଏବେ ଖରା ଦିନ ଷ୍ଟାର୍ଟ ହେଇଗଲାଣି, ଯେହେତୁ 6:30ରୁ ବହୁତ ଜୋରେ ଖରା ପଡୁଛି ବାହାରେ। ଆଉ ଜଲ୍ଦି ତାପରେ ରୋଷେଇ ବନେଇକି ସମସ୍ତେ ଲଞ୍ଚ କମ୍ପ୍ଲିଟ୍ କରିଦେଇଥିଲୁ। ତାପରେ ରାତିରେ ଡିନରରେ ଭାତ, ଡାଲି, ବିନ୍ସ ଆଳୁ ଭଜା ଆଉ ରୁଟି ବି ହେଇଥିଲା। ରୋଷେଇବାସ ସରେଇକି ଏଠି ସମସ୍ତେ ଆମେ ଆଇସୁ, ମୁଁ, ହୁଡୁ, ସ୍ୱାମୀ ସମସ୍ତେ ବସିକି ଡିନରଟାକୁ କମ୍ପ୍ଲିଟ୍ କରିଦେଇଥିଲୁ।